ଟଙ୍କା ହେଉଛି ଜୀବନର ଏକ ମାଧ୍ୟମ, ଉଦ୍ଦେଶ୍ୟ ନୁହେଁ। ଟଙ୍କା ମୂର୍ତ୍ତି କିଣିପାରେ, ଭଗବାନ ନୁହେଁ। ଟଙ୍କା ଶଯ୍ୟା କିଣିପାରେ, କିନ୍ତୁ ନିଦ ନୁହେଁ। ଟଙ୍କା ଖାଦ୍ୟ କିଣିପାରେ, କିନ୍ତୁ ଭୋକ ନୁହେଁ। ଟଙ୍କା ଜଣେ ପୁରୁଷ କିଣିପାରେ, ବିଶ୍ୱସ୍ତତା ନୁହେଁ। ଟଙ୍କା ଔଷଧ କିଣିପାରେ, କିନ୍ତୁ ସ୍ୱାସ୍ଥ୍ୟ ନୁହେଁ। ଟଙ୍କା ବହି କିଣିପାରିବ, କିନ୍ତୁ ଜ୍ଞାନ ନୁହେଁ। ଟଙ୍କା ପାଉଡର କିଣିପାରେ, କିନ୍ତୁ ସୌନ୍ଦର୍ଯ୍ୟ ନୁହେଁ। ଟଙ୍କା ଏକ କଲମ କିଣିପାରେ, କିନ୍ତୁ ବିଚାର ନୁହେଁ। ଟଙ୍କା ଚାକର କିଣିପାରେ, କିନ୍ତୁ ସେବକ ନୁହେଁ। ଟଙ୍କା ବିଳାସ ବ୍ୟସନ କିଣିପାରେ, କିନ୍ତୁ ଶାନ୍ତି ନୁହେଁ। ଭାଗବତର ପ୍ରକୃତ ଅର୍ଥ କ'ଣ? ଭାର ଅର୍ଥ ଭାବ। ପ୍ରତ୍ୟେକ ମଣିଷ ପାଖରେ ଭଗବାନ ପ୍ରତି ଭକ୍ତି ଭାବ ଜାଗ୍ରତ ହେବା ଉଚିତ। ର ଅର୍ଥ ଜ୍ଞାନ। ସବୁ ଜୀବ ପ୍ରତି ସତ୍ ଭାବନା ଓ ଧର୍ମ ପଥରେ ଯିବା ଜ୍ଞାନ ରହିବା ଉଚିତ। ର ଅର୍ଥ ବ୍ରହ୍ମାଣ୍ଡ। ଭଗବାନ ବ୍ରହ୍ମାଙ୍କ ସୃଷ୍ଟି, ଯାହାକି 56 କୋଟି ବାସ କରନ୍ତି। ର ଅର୍ଥ ତତ୍ତ୍ୱ, ଯାହାକି ମଣିଷ ହିଁ ବୁଝିପାରେ। ଏହି 4 ଗୋଟି ଯେଉଁ ମଣିଷ ବୁଝିପାରିବ, ସିଏ ପରମାତ୍ମା ପ୍ରାପ୍ତି ହେବ। ଜ୍ଞାନର ଅଭାବ। ନିଜ ଅଜ୍ଞତାର ପରିସରକୁ ଚିହ୍ନିବା, ଠାବ କରିବା ହିଁ ଜ୍ଞାନ। ଠାବ କରିବା ହିଁ ଜ୍ଞାନ ଆହରଣର ପ୍ରଥମ ପାହାଚ। ଜଣେ ବ୍ୟକ୍ତି ଯେତିକି ଜ୍ଞାନ ଲାଭ କରେ, ସେ ସେତିକି ତାର ଅଜ୍ଞତାକୁ ପାଏ। ସବୁଯାକ ଜାଣିଛି ବୋଲି ଯିଏ ଭାବେ, ତାର ସବୁଠୁ ବେଶୀ ଜାଣିବାର ଥାଏ। ଅଜ୍ଞ ଲୋକମାନେ ନିଜର ଅଜ୍ଞତାକୁ ଜାଣିପାରନ୍ତି ନାହିଁ। ସେମାନେ ଜାଣି ନାହାନ୍ତି ବୋଲି ନିଜେ ଜାଣନ୍ତି ନାହିଁ। ସତ କହିଲେ, ଅଜ୍ଞତା ଠାରୁ ବେଶୀ ସମସ୍ୟା ହେଉଛି ଜ୍ଞାନର ଭ୍ରାନ୍ତି, ଯାହାକି ଜଣେ ବ୍ୟକ୍ତିଙ୍କୁ ଭୁଲ ବାଟରେ ନେଇଯାଏ। ପିଲାଟି ପଢ଼ାରେ କମଜୋର ଥିଲେ କ'ଣ କରିବେ? ଯେଉଁ ପିଲା ପଢ଼ାରେ କମଜୋର, ପଢ଼ିବାକୁ ଇଚ୍ଛା ନହେବା ବା ନଲାଗେ, ତେବେ କ'ଣ କରିବା? ଶୋଇବା ପୂର୍ବରୁ ପାଦରେ ନଡ଼ିଆ ତେଲ ଉଷୁମ କରି ମାଲିସ କଲେ ବ୍ରେନରେ ଏଣ୍ଡରଫିନ୍ ନାମକ ଏକ ହରମୋନ ସୃଷ୍ଟି ହୋଇଥାଏ। ଟେନସନ ବା ଚିନ୍ତା ଦୂର ହୋଇଥାଏ। ସହିତ ପିଲାଙ୍କର ବ୍ରେନ ଫଙ୍କସନ ଏବଂ ମେମୋରି ପାୱାର ବହୁତ ମଜବୁତ ହୋଇଥାଏ। ଭାରି ଭଲ ଲାଗେ ଏ ପାହାଡ଼ ଭୂଇଁ। ଦିଶଇ ଅତି ସୁନ୍ଦର, ଅତି ରାଣୀ କି ସଜେଇ ହୋଇଛି। ମନ ମୋହେ ସଭିଙ୍କର। ସଫଳତାର ସିଦ୍ଧାନ୍ତଗତ ଅର୍ଥ ସମସ୍ତଙ୍କ ପାଇଁ ଅଲଗା ଅଲଗା ହେଲେ ବି ସାଧାରଣ ଲୋକ ପାଇଁ ସଫଳତାର ଅର୍ଥ ହେଉଛି ନିଜ ଲକ୍ଷ୍ୟକୁ ସ୍ଥାନ ହାସଲ କରିବା ଏବଂ ଲୋକପ୍ରିୟ ହେବା ବୋଲି ଧରାଯାଏ। ସିଧାସଳଖ ଶବ୍ଦରେ କହିଲେ, ପଦବୀ ଓ ଯଶ ଦୁଇଟି ଯାକ ସଫଳତାର ପରିଚାୟକ ଅଟେ। ସଫଳତା ପାଇଁ ବ୍ୟକ୍ତି ଜୀବନକୁ ବାଜି ଲଗାଇ ପରିଶ୍ରମ କରେ। ଯେପରି ଆପାଦ ମସ୍ତକ ସେହି କାମରେ ଲାଗିଛନ୍ତି। ଜୟ ଶ୍ରୀ ଜଗନ୍ନାଥ।